ଇଚ୍ଛା ହେଲା ଟିକେ ଡିମାର୍ଟ ଯିବାର, ମନ ହେଲା ବହୁତ ସାରା ଜିନିଷ କିଣିବା। ସେଥିପାଇଁ ସ୍ୱାମୀଙ୍କ ପଛରେ ଛାଡି ମୁଁ ଆଗକୁ ମାଡିଗଲି। ସେ ଏପଟେ ବେଗ ବାନ୍ଧି ଆଣିଲେ, କିନ୍ତୁ ମୁଁ ବେଗ ଭର୍ତ୍ତି କରିବି ବୋଲି ତାଙ୍କୁ ଦେଖେଇ କହିଲି। ଡେରି ନକରି ଆଗରେ ଯାଇ ଗୋଟେ ଟ୍ରଲିଟିକୁ ନେଇନେଲି। ତାପରେ ଚକୋଲେଟ ଖାଇବିନି ବୋଲି ଖାଲି ଚକୋଲେଟକୁ ଦେଖିକି ପଳେଇଲି। କାହିଁକି ନା ଚକୋଲେଟ ନ ଖାଇବାର କାରଣ ମୋ ମନରେ ଅଛି ନା। ଲିଷ୍ଟ କରିଥିଲେ ବୋଲି ପଚାରିଲାକୁ ମୋ ହାତରେ ଗୋଟେ ଲିଷ୍ଟ ଧରିଥିଲେ। ସେଥିରେ କଣ 2 ପ୍ରକାର ଲିଷ୍ଟ ହେଇଛି, ଗୋଟେ ସାଇଡରେ ଭେଜିଟେବଲ ଆଉ ଗୋଟେ ସାଇଡରେ ଗ୍ରୋସରୀ। ମୁଁ ଜାଣି ନାହିଁ କଣ ପାଇଁ ଲେଖିଛନ୍ତି। ତାପରେ ନିଜେ ହିଁ ବିରିୟାନୀ ଆଉ ବାସମତୀ ରାଇସ୍ କନଫ୍ୟୁଜ ହେଇ ବାସମତୀ ରାଇସ୍ ହିଁ ଆଣିଲେ। ଆଜି କିନ୍ତୁ ଭଲ ଲାଗୁଛି କି ଡିମାର୍ଟ ବହୁତ ହି ଫାଙ୍କା। ଏଇ ଦରକାରୀ ଜିନିଷଟା ତ ନିହାତି ଦରକାର। ବିନା ଲୁଣରେ କଣ ସ୍ୱାଦ ଆସିବ, ଆଉ ବିନା ତେଲରେ କଣ ପାମ୍ପଡ ଛଣା ହବ। ତାପରେ ପାମ୍ପଡ ଆଉ ତେଲକୁ ସାଥିରେ ନେଇଗଲି। 2 ପ୍ୟାକେଟ ନେବି କି 3 ପ୍ୟାକେଟ ନେବି ପଚାରିଲା, କହିଲି ତମ ଇଚ୍ଛା ଆଉ। ତାପରେ ମୁଁ ଗଲି ମସଲା ଭଣ୍ଡାରକୁ। ଯୋଉଠି ଗରମ ମସଲା ଗରମ ନଥାଏ, ଚିକେନ ମସଲାରେ ଚିକେନ ନଥାଏ। ପୁଣି ମିକ୍ସ ଭେଜରେ କମ ପନିର ପଡିବ ଦ୍ୱନ୍ଦ୍ୱରେ ପଡିଗଲି। ସ୍ୱାମୀଙ୍କୁ ପଚାରିବାରୁ ତାଙ୍କର ପସନ୍ଦ ହେରିଟେଜ ହିଁ କହିଲେ, ଆଉ ଦହି ନେଇ ପଳେଇ ଆସିଲେ। ସେପଟେ ବୁଲିଲାକୁ ନଜର ପଡିଲା ସୁନ୍ଦର ସୁନ୍ଦର ଫୁଲ ତୋଡା ଉପରେ। ଦେଖୁନ ବହୁତ ସୁନ୍ଦର ହେଇଛି, କିନ୍ତୁ ରେଟ୍ ଦେଖି ମୁଁ ଚମକି ପଡିଲି। 300 ଟଙ୍କାରେ ଥିଲା ଗୋଟେ ଫୁଲ ତୋଡା। ଡିସକାଉଣ୍ଟ ବି ଥିଲା ଯେ, କିନ୍ତୁ ମୁଁ ଆଣିଲିଣି। ତାପରେ ସ୍ୱାମୀ ମୋର ଗଲେ ଛୁରୀର ହାତ ଘଷି ଧାର ଚେକ୍ କରିବାକୁ। ଯୋଉଥିରେ କି ବହୁତ ଧାର ଥିବ ସେ ସେଇଟା ହିଁ ଆଣିବେ। ତା ଭିତରୁ ଗୋଟିଏ ଭଲ ଛୁରୀଟି ବାଛି ଆଣିଲେ। ଛୁରୀ ନଉଛନ୍ତି ମାନେ ନୂଆ ଚପିଂ ବୋର୍ଡ ନେବେ ବି ଭାବିଲେ। ସେ ତାଙ୍କର ଯାହା କରନ୍ତୁ, ମୁଁ ଟିକେ ବୁଲି ଆସେ। ସେ କିଛି ଜିନିଷ ଦେଖିବା ଭିତରେ ମୋର ନଜର ପଡିଲା ସେଇ ଫୁଲ ଉପରେ। ଫୁଲ ଗୁଡା ସୁନ୍ଦର ହେଲେ କଣ ହବ, ଘରେ ତ ଏସବୁ ପାଇଁ ଜାଗା ନାହିଁ। ସେଠାରୁ ପଳେଇ ଆସିଲା ଆମେ 2 ଜଣ ଯେ ଖାଉ, ନ ଖାଇଲେ କି ହବ। ବାହାରକୁ ଯାଇ 2 ପ୍ଲେଟ ମିର୍ଚି ଭାଜି ଆଣି ଚଟପଟ କରି ଖାଇଦେଲେ। କିନ୍ତୁ ଲୋକଟି ସ୍ପ୍ରାଇଟ ବୋତଲରେ ଲେମ୍ବୁ ପାଣି ରଖିଛି ବୋଲି ଜାଣିନଥିଲେ। ସେଥିରେ ମନ ନ ଭରିଲାରୁ ଗୋଟେ ପ୍ଲେଟ ସମୋସା ବି ଆଣିଲେ। ରହିଲି, ଜୟ ଜଗନ୍ନାଥ।